ଏଇ ନା ବହୁତ ଲୋକ ବହୁତ ପ୍ରକାର ଚାଟ୍ ବନାନ୍ତି, ହେଲେ ତୁ ଆଜି ଯେଉଁ ଚାଟ୍ କରୁଛୁ ସେଥିରେ କ'ଣ ସ୍ପେଶିଆଲ ଅଛି? ଏଇ ଗୋଟେ କଥା ତ ବିନା ଫୁଡ୍ କଲର୍ରେ ଆମେ ଆଜି ଚାଟ୍ ବନେଇବା। ତ ଚାଟ୍ ବନେଇବା ପାଇଁ ଆଳୁ ମଟରକୁ ମୁଁ ପ୍ରେସରରେ ହଳଦୀ ଲୁଣ ଦେଇକିନା ସିଟି ମାରିବା ପର୍ଯ୍ୟନ୍ତ ଛାଡ଼ିଦେଲି। ତ ଏଠି ଆମେ କିଛିଟା ଇନଗ୍ରିଡ଼ିଏଣ୍ଟ ନେଇଯାଇଛେ। ତ ଗୋଟେ ତାୱା ବସେଇବା, ତ କିଛି ତେଲ ଦେଇକିନା ଚିନି ପକାଇଦେବା, କିଛି ଲଙ୍କାଗୁଣ୍ଡ ଆଉ ଅଦା ରସୁଣ ପେଷ୍ଟ ଦେଇଦେବା, ବଢ଼ିଆ ଭାବରେ ଗୋଳେଇ ଦେବା। କିଛି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କରି ପାଉଡ଼ର, ତ ଲୁଣ ଦେଇକିନା ଆମେ ବଢ଼ିଆ ଭାବରେ ତାକୁ ଗୋଳେଇ ଦେବା। ଗ୍ରେଟ୍ କରି ରଖିଥିବା ଗାଜରକୁ ପକାଇକି ବଢ଼ିଆ ଭାବରେ ଗୋଳେଇ ଦେବା। ଆଉ ଆମେ ବିଟ୍କୁ ମଧ୍ୟ ଗ୍ରେଟ୍ କରିକି ରଖିଛେ, ତ ତାକୁ ମଧ୍ୟ ବଢ଼ିଆ ଭାବରେ ଗୋଳେଇ ଦେବା। ତ ଏଇଟା କିଛି ଆମ୍ବୁଲ ପିଉରି ମୁଁ ନେଇଛି, ତ ତାକୁ ପକାଇକି ଆମେ ବଢ଼ିଆ ଭାବରେ ଗୋଳେଇ ଦେବା। ଏଇଟା ହେଉଛି ଟମାଟୋ ପିଉରି ମଧ୍ୟ ଗୋଳେଇ ଦେବା। ଆଉ ଏଇଟା ହେଉଛି ପୋଦିନା ପତ୍ର। ତ ପୋଦିନା ପତ୍ର ପକାଇକି ଗୋଳେଇ ସାରିଲା ପରେ ଆମେ ଯେଉଁ ଆଳୁ ମଟର ପେଷ୍ଟ ରଖିଛେ ତାକୁ ପକାଇକିନା ଗୋଳେଇ ଦେବା। ମୁଁ ବନେଇଥିବା ଚାଟ୍ର ସ୍ପେସିଆଲ ହେଉଛି ବିଟ୍। ଆରେ ବା, ଏଇ ଚାଟ୍ଟି ତ ସମ୍ପୂର୍ଣ୍ଣ ନୂଆ ପ୍ରଣାଳୀରେ। ଏଭଳି ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।